ପିଲାମାନେ ଆଜିଠୁ ତୁମର ସାହିତ୍ୟ ପରୀକ୍ଷା ଆରମ୍ଭ ହୋଇଛି। ଆଶା କରେ ତୁମ ସମସ୍ତଙ୍କର ପରୀକ୍ଷାଟି ଭଲ ହୋଇଥିବ। ତେବେ ଆସ ଆଜି ଯେଉଁ MCQ ଥିଲା ତାର ଉତ୍ତର ଜାଣିବା। ସର୍ବଂସା ମାଟି କବିତାରେ କବି ମାନବର କେଉଁ ଭାବାବେଗକୁ ଜାଗ୍ରତ କରିବା ପାଇଁ ଆହ୍ୱାନ ଜଣାଇଛନ୍ତି? 1 ନମ୍ବରର ଉତ୍ତର ଦିବ୍ୟ ଚେତନା, 2 ନମ୍ବରର ଉତ୍ତର କଜଳପାତି ଚଢ଼େଇକୁ, 3 ନମ୍ବରର ଉତ୍ତର ହେବ ଅଙ୍ଗେ ନିଭେଇଥିବା ଗୋଟିଏ କଥା, 4 ନମ୍ବରର ଉତ୍ତର ଶ୍ଳିଷ୍ଟ ପଦ, 5 ନମ୍ବରର ଉତ୍ତର ପାରିପାର୍ଶ୍ୱିକ ପଦାର୍ଥ, 6 ନମ୍ବରର ଉତ୍ତର ହେବ ବୀର ଯୋଦ୍ଧାମାନଙ୍କର, 7 ନମ୍ବର ଉତ୍ତର ହେବ ଯେକୌଣସି ପଦ ପାଇଁ, 8 ନମ୍ବର ଉତ୍ତର ବ୍ୟାସ ସରୋବରରେ, 9 ନମ୍ବରର ଉତ୍ତର ହେବ ଅନୁପ୍ରାସ, 10 ନମ୍ବର ଉତ୍ତର ହେବ କୁକୁର ପାଦରେ ପଶିଯିବ ବୋଲି, 11 ନମ୍ବର ସଠିକ ଉତ୍ତର ବ୍ରାହ୍ମଧର୍ମ, 12 ନମ୍ବର ପ୍ରକୃତିର, 13 ନମ୍ବର ଶର୍କରା, 14 ନମ୍ବରର ଉତ୍ତର ନଦୀ, 15 ନମ୍ବର ଅଭିଯୋଗ, 16 ନମ୍ବରର ଉତ୍ତର ହେବ କମିଯାଉ, 17 ନମ୍ବର ଅତୀନ୍ଦ୍ରିୟ, 18 ନମ୍ବର ସମୁଦ୍ରର ଜଳ, 19 ନମ୍ବର ବୈଦେଶିକ ଶବ୍ଦ ହୋଇଥିବାରୁ, 20 ନମ୍ବର ବଚନଗତ ଅଶୁଦ୍ଧି, 21 ନମ୍ବର ବ୍ୟଙ୍ଗକାବ୍ୟ, 22 ନମ୍ବର କର୍ମ ପରେ ବା ପୂର୍ବରୁ, 23 ନମ୍ବର 8 ଘଣ୍ଟା, 24 ନମ୍ବର ସାହିତ୍ୟ ସୁଧାକର, 25 ନମ୍ବର ଖଣ୍ଡବାକ୍ୟ, 26 ବୈଷ୍ଣବ, 27 ଷଡ଼ଯନ୍ତ୍ର, 28 ମନୁଷ୍ୟକୁ ନିଜର ସନ୍ତାନ ବୋଲି ମନେକରି, 29 ନମ୍ବର ହେବ ସଂସାର ଜଞ୍ଜାଳରେ ଘାଣ୍ଟି ହୋଇ ମଣିଷ କଷ୍ଟ ପାଏ, 31 ନମ୍ବର ହେବ ମୁଣ୍ଡରେ 30 ନମ୍ବର ହେବ ମୁଣ୍ଡରେ, 31 ନମ୍ବର ଦୀର୍ଘ ଦିନ ଯୁଦ୍ଧ ଚଳାଇବା, 32 ନମ୍ବର ଶିବେଇ, 33 ଶୁକଦେବ, 34 ନମ୍ବର ଶଙ୍କରାଭରଣ, 35 ନମ୍ବର ବିରସ, 36 ନମ୍ବର ମାତୃଭାଷାରେ ସ୍ୱାଭାବିକ ସ୍ଫୁର୍ତ୍ତି ହେଉଥିବାରୁ, 37 ନମ୍ବର ହିବ୍ରୁ, 38 ନମ୍ବର ଗ୍ରୀଷ୍ମ, 39 ନମ୍ବର ତୁମକୁ ଗ୍ରେସ୍ ମିଳିବ, 40 ନମ୍ବର ରାଜଲକ୍ଷ୍ମୀ ହୃଦହାର, 41 ନମ୍ବର ମୁହଁ ଦେବା, 42 ନମ୍ବର ଏକ ପଦ ମଧ୍ୟରେ, 43 ନମ୍ବର ବଂଶୀ ମୂର୍ଚ୍ଛନା ତାଙ୍କୁ ଚମତ୍କାର ଲାଗୁଥିଲା, 44 ନମ୍ବର କବିତୁଣ୍ଡ ମେଣ୍ଢାମୁଣ୍ଡ, 45 ନମ୍ବର ଚହଳ, 46 ନମ୍ବର ଏକ୍ସକ୍ଲାମେସନ୍ ମାର୍କ ରହିବ, 47 ନମ୍ବର ବାଟ ଭାଙ୍ଗିବା, 48 ନମ୍ବର ଫି ଫି, 49 ନମ୍ବର ଧରାକୁ ସରା ମୁଣିବା, 50 ନମ୍ବର ଲେଖକଙ୍କ ଆଚରଣରେ ଆତ୍ମୀୟତା ନାହିଁ।
ସବୁଦିନ ଏମିତି ପ୍ରଶ୍ନର ଉତ୍ତର ଛାଡ଼ିବି। ଆଉ ଆଶା କରେ ତୁମେ ସମସ୍ତେ ଦେଖିବ।